12 ବରଷର ବାଜି ରାଉତ ଦେଶର ସେ କନିଷ୍ଠ ବୀର। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ନୀଳକଣ୍ଠପୁର ଥିଲା ଗାଁ ତାହାର। ନାଉରିଆ ପରିବାରରେ ଜନ୍ମ, ଡଙ୍ଗା ଚଳାଇବା ତାଙ୍କର ପେଶା ଥିଲା। ମା ମୁଣ୍ଡରେ ଥିଲା ଚିନ୍ତା ଘରର, ପିଲାଟି ବେଳୁ ବାପା ଛେଉଣ୍ଡ ହୋଇଥିଲା। ସମୟ ଆଗକୁ ଗଡ଼ି ଗଡ଼ି ଗଲା। 12 ବରଷରେ ଆସି ବାଜି ପହଞ୍ଚେ ଗାଁ ପାଳିରେ ସେ ତାର ଡଙ୍ଗା ଚଳାଏ, ଲୋକଙ୍କୁ ନଦୀ ପାର କରାଏ। ଦିନ ଥିଲା ଏକ ଇତିହାସର, ଚାଲୁଥାଏ ବିରୋଧ ଦେଶରେ ଗୋରାଙ୍କୁ ନେଇ। ଗୋରା ପହଞ୍ଚିଲେ ନୀଳକଣ୍ଠପୁର ଘାଟରେ ବ୍ରାହ୍ମଣୀ ନଦୀ ପାର ହୋଇବା ପାଇଁ। ନଦୀ ପାର ପାଇଁ କହିଲେ ଗୋରା, ଧମକାଇ ଡଙ୍ଗାର ନାଉରିଆକୁ। ଜାଣି ନଥିଲେ ସେମାନେ ଟିକେ ବି 12 ବରଷର ଓଡ଼ିଆ ବୀର ବାଜି ରାଉତକୁ। ଡର ନଥିଲା ଟିକେ ବାଜିଆ ମନରେ, ନେଇ ନଥିଲା ଡଙ୍ଗା କୂଳକୁ। ଜବାବ ଗୋରାଙ୍କୁ ଦେଇ ଜୋରରେ କହିଲା, କରାଇବି ନାହିଁ ପାର ତୁମକୁ। ଗୋରା ବାରମ୍ବାର ତାକୁ ଡରାଇଲେ, ମୃତ୍ୟୁର ଭୟ ତାକୁ ଦେଖାଇଲେ। ହସି ହସି ସେ ମନେ ଭାବିଲା, ମାଟି ପାଇଁ କିଛି କରିବାର ସମୟ ଆସିଲା। ଫୁଟିଲା ଗୁଳି ବାଜିର ଛାତିରେ, ଟଳି ପଡ଼ିଲା ନଦୀରେ ଯାଇ। 12 ବରଷର ବାଳୁତ ଦେଇଥିଲା ଜୀବନ ଦେଶ ମାଟି ପାଇଁ। ଅମର ହୋଇ ସେ ରହିଗଲା କାହାଣୀୟ ଇତିହାସରେ। ବୀରତ୍ୱ ଟିକେ ତାର ମନେ ପକାଅ, ଆଜି ତାର ଜନ୍ମ ତିଥିରେ।